ଜଗନ୍ନାଥ। ବୃଷ ରାଶି ଅଧିକ ଧନ ପାଇବା ପାଇଁ ଆଜିଠାରୁ ଏହି ଏକ କାମ ବନ୍ଦ କରନ୍ତୁ, ନଚେତ୍ ଦୁନିଆ ବଞ୍ଚିବାକୁ ଦେବନି। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତି ଧନ ପାଇବା ପାଇଁ କ'ଣ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ। ବୃଷ ରାଶିର ବ୍ୟକ୍ତି ଦାର୍ଶନିକ ସ୍ଥାନ, ନଦୀ କୂଳରେ ଭ୍ରମଣ, ଛୋଟ ପିଲାଙ୍କ ସହ ଖେଳିଲେ ଅଶାନ୍ତି ଦୂର ହୋଇଯାଏ। ଅଶାନ୍ତି ସମୟରେ କୌଣସି କାର୍ଯ୍ୟ କରନ୍ତି ନାହିଁ। ସୁଖାଦ୍ୟ ପ୍ରତି ଆଗ୍ରହୀ ଥିଲେ କି ନିଶାଦ୍ରବ୍ୟ ପ୍ରତି ବେଳେବେଳେ ଆଗ୍ରହ ଆସି ଯାଇଥାଏ। ବନ୍ଧୁଗଣ, ଅମାତୃ ସ୍ୱଭାବ ଅଧିକ ଦେଖାଯାଏ। ସୁନ୍ଦର ନାରୀ ଦେଖିଲେ ଆପଣ ଦୁର୍ବଳ ହୋଇ ପଡ଼ନ୍ତି, ଯାହା ଆପଣଙ୍କ ପାଇଁ କ୍ଷତିକାରକ। ଅନେକ ସମୟରେ ପୁରୁଣା ବନ୍ଧୁଙ୍କୁ ତ୍ୟାଗ କରି ନୂତନ ବନ୍ଧୁ କରିବ ଆପଣଙ୍କର ପ୍ରକୃତି ଅଟେ। ଗୃହରେ ଅଶାନ୍ତି ହେଲେ ଆପଣ ଗୃହ ଛାଡ଼ି ଚାଲି ଯାଇଥାନ୍ତି। ଆପଣ ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ସବୁଠାରୁ ବଡ଼ ଶତ୍ରୁ ଆଳସ୍ୟ। ପ୍ରତ୍ୟେକ କାର୍ଯ୍ୟରେ ଡେରି କରିବା, କାଲିକି ରଖିବା ଏବଂ ଏହି ଗୁଣ କାରଣରୁ ଆପଣ ଯେତେ ଉଚ୍ଚ ଗୁଣ ସୁଖନ ସମ୍ପନ୍ନ ହେଲେ ବି ସଫଳତା ବହୁତ କଷ୍ଟରେ ଆସିଥାଏ। କିଛି ବ୍ୟକ୍ତିଙ୍କ ଥିରେ ଏହି ଗୁଣ ପ୍ରକାଶ ପାଏ। କୁବୁଦ୍ଧିଠାରୁ ଦୂରେଇ ରୁହନ୍ତୁ, ନଚେତ୍ ମାନହାନି ହୋଇପାରେ। ବନ୍ଧୁଗଣ, ପରିବାର ମଧ୍ୟରେ ବୁଝାମଣାରେ ଶାନ୍ତି ପାଇଥାନ୍ତି। ସହଜରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ ବା କାହାକୁ ବିଶେଷ ସନ୍ଦେହ କରନ୍ତୁ ନାହିଁ। ଲଭ୍ ଲାଇଫ୍ କ୍ଷେତ୍ରରେ ଅନ୍ୟର ଗୁଣ ଆଭିଜାତ୍ୟ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ସୁନ୍ଦର ଚେହେରା, ଶାରୀରିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇଥାନ୍ତି। ଆପଣ ଆପଣଙ୍କଠାରୁ ନିଜ ଜାତିର ବ୍ୟକ୍ତିଙ୍କୁ ମନ ଦେଇଥାନ୍ତି, ଯାହା ପାଇଁ ସମାଜ ଓ ପରିବାରରେ ସମାଲୋଚନା ହୋଇଥାନ୍ତି। ଯୁବକ ଯୁବତୀ ଅବସ୍ଥାରେ ପ୍ରେମ କରୁଥାଏ ଅନେକ କ୍ଷେତ୍ରରେ ଦୂରେଇ ଦେଇଥାନ୍ତି। ପ୍ରଥମ ପ୍ରେମକୁ ଭୁଲନ୍ତି ନାହିଁ। ବନ୍ଧୁଗଣ, ଲଭ୍ ଲାଇଫ୍ କ୍ଷେତ୍ରରେ ବିଶ୍ୱସ୍ତ ହୋଇଥାନ୍ତି। ଆତ୍ମନିର୍ଭରଶୀଳତା ପାଇଁ ଜୀବନ ସାଥୀଙ୍କ ସହ ଖୁବ୍ ଭଲ ସମ୍ପର୍କ ରହିଥାଏ। ଆପଣ ନିଜେ ସୁଖଶାନ୍ତିରେ ରହିବାକୁ ଚାହିଁଲେ ବି ଅନ୍ୟର ଦୁଃଖକୁ ନିଭାଇଥାନ୍ତି। ଆପଣଙ୍କର ଦୃଢ଼ ବିଶ୍ୱାସ ହୃଦୟ ବୋଧା ହେଲେ ବନ୍ଧୁତାକୁ ସୁଦୃଢ଼ କରିଥାନ୍ତି। ଥରେ ଯାହାକୁ ବନ୍ଧୁ ରୂପରେ ଗ୍ରହଣ କରନ୍ତି, ସେ ଯେତେ ଅନ୍ୟାୟ କଲେ ବନ୍ଧୁତା ଭାଙ୍ଗନ୍ତି ନାହିଁ। ଆପଣ ଧନ କମାଇବାରେ କ୍ଷମତା ବି ରହିଛି। ଆପଣ ଜିଦ୍ଦି ସ୍ୱଭାବର ବ୍ୟକ୍ତି ଅଟନ୍ତି। ଆପଣ ଜଣେ ସଫଳ ଶିଳ୍ପପତି, ଗୃହ ନିର୍ମାଣରେ ନିପୁଣ, ପଶୁପାଳନ, ବୟନଶିଳ୍ପ, ସୁନା ବ୍ୟବସାୟ କ୍ଷେତ୍ରରେ ନାମ ଓ ଧନର ଅଧିକାରୀ ହୋଇଥାନ୍ତି। ଆପଣଙ୍କର ଯୁବ ଓ ବୃଦ୍ଧାବସ୍ଥାରେ ଅନେକ ଧନ ଅର୍ଜିତ ହୋଇଥାଏ ମଧ୍ୟ ଅବସ୍ଥାରେ ଅର୍ଥ ବ୍ୟୟ ହୋଇଥାଏ। ଏହି ସମୟରେ ଅଯଥା ଖର୍ଚ୍ଚର ବୃଦ୍ଧି ହୁଏ। ଆଣ୍ଠୁଗଣ୍ଠି ରୋଗ ପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କୁ ଖାଇବାକୁ ଦେଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ।
ବନ୍ଧୁଗଣ, ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ